ଖୁଆ ଚିକେନ ଚିକେନ ରେ ପ୍ରସ୍ତୁତି ହୋଇଥିବା ଅନେକ ଖାଦ୍ୟ ଆପଣ ଖାଇଥିବେ, କିନ୍ତୁ କେବେ କ'ଣ ଖୁଆ ଚିକେନ ଖାଇଛନ୍ତି? ଆପଣ ଘରେ କିପରି ସ୍ୱାଦିଷ୍ଟ ଖୁଆ ଚିକେନ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। ଖୁଆ ଚିକେନ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କଢ଼େଇରେ ତେଲ ଦେଇ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଶୁଖିଲା ଲଙ୍କା ପକାଇ ଫୁଟାନ୍ତୁ। ଏହାପରେ ସେଥିରେ ପାନମଧୁରୀ, ଧନିଆ, କଲା ଜିରା ପକାଇ ଅଳ୍ପ ସମୟ ପାଇଁ ଭାଜି ଦିଅନ୍ତୁ। ଏହାପରେ ଗ୍ୟାସକୁ ବନ୍ଦ କରି ଭଜା ହୋଇଥିବା ଗୋଟା ମସଲାକୁ ଚିମୁଟାରେ ଲୁଣ ପକାଇ କୁଟି ଦିଅନ୍ତୁ। ଚିକେନକୁ ଭଲ କରି ଧୋଇ ଏକ ପାତ୍ରରେ ରଖନ୍ତୁ। ତିଆରି ଗୋଟା ମସଲା ଦହି ଖୁଆକୁ ଠିକ୍ ଭାବେ ମିଶାଇ 2 ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖିଦିଅନ୍ତୁ। ଏହା ମଧ୍ୟରେ କଢ଼େଇ ଗରମ କରି ସେଥିରେ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ଗୋଟା ଡାଲଚିନି ପକାନ୍ତୁ। ସେଥିରେ ପିଆଜ ଦେଇ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ କଷି ହୋଇଯିବା ପରେ ଅଦା ରସୁଣ ବଟା, କଟା କ୍ୟାପ୍ସିକମ୍ ଓ ଗୋଟା ରସୁଣ କୋଲା ପକାଇ 2 ରୁ 3 ମିନିଟ୍ ଭାଜନ୍ତୁ। ଯେତେବେଳେ ମସଲାରୁ ତେଲ ଛାଡ଼ିଯିବ ସେତେବେଳେ ଗୋଟା ହୋଇଥିବା ଚିକେନକୁ ପକାଇ ଗୋଲେଇବେ। ଚିକେନକୁ ଦେଇ 2 ରୁ 5 ମିନିଟ୍ ପର୍ଯ୍ୟନ୍ତ କମ୍ ଗ୍ୟାସରେ ବସାନ୍ତୁ। ଏହାପରେ ଚିକେନକୁ ଅଧ ଘଣ୍ଟା ପର୍ଯ୍ୟନ୍ତ କଷନ୍ତୁ। କଷା ହୋଇଯିବା ପରେ ପ୍ରସ୍ତୁତ ହୋଇଯିବ ଖୁଆ ଚିକେନ। ସାମଗ୍ରୀ କ'ଣ ଦେଖନ୍ତୁ, ଚିକେନ, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ 1 ଚାମଚ, ଘିଅ, ପାନମଧୁରୀ, ପିଆଜ, କଲା ଜିରା, ଲବଙ୍ଗ, ଡାଲଚିନି, କ୍ୟାପ୍ସିକମ୍, ଅଦା ରସୁଣ ବଟା ଓ ରସୁଣ।